ଚାରିଧାମର ଡେ 19 ମଙ୍ଗଳବାରର ବକ୍ସ ଅଫିସ୍ କଲେକ୍ସନ୍ ଆସିଯାଇଛି। ଆମେ ଯେମିତି ଢଙ୍ଗରେ କହିଥିଲୁ କି ହୋଲ୍ଡ କରିବ କି ନାହିଁ, ତ ସେଇଟା ସଫଳତାର ସହିତ ହୋଲ୍ଡ କରିଯାଇଛି, ଯୋଉଟା ବହୁତ ଖୁସିର ଖବର ଅନୁଭବ ଫ୍ୟାନ୍ସ ମାନଙ୍କ ପାଇଁ ଆଉ ଅନୁଭବ ପାଇଁ ମଧ୍ୟ, କାହିଁକିନା ଏଇ ଯୋଉ ହୋଲ୍ଡଟା ବହୁତ ବଡ଼ ମାନେ ଗୋଟେ ପଜିଟିଭ ଥିଙ୍ଗସ୍। ତ ଫାଷ୍ଟ ଭିଡ଼ିଓ ପ୍ଲିଜ୍ ଲାଇକ୍ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାହିଁକିନା ଦେଖନ୍ତୁ ଆଉ ସ୍କ୍ରିନ୍ ଆପଣମାନେ ଦେଖିପାରୁଥିବେ, ଆପଣମାନେ ଭିଡ଼ିଓ ଦେଖୁଛନ୍ତି ଭଲ ପାଇବା ଦେଉଛନ୍ତି, କିନ୍ତୁ ସବସ୍କ୍ରାଇବର ଦେଖନ୍ତୁ ଆପଣମାନେ ସବସ୍କ୍ରାଇବର କେତେ କମ୍ ଅଛି। ସବସ୍କ୍ରାଇବ୍ କରିଦିଅନ୍ତୁ, କାହିଁକିନା ଗୋଟେ ସବସ୍କ୍ରାଇବ୍ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଛୋଟ ଚ୍ୟାନେଲ ହେଲେ ବି ଆପଣମାନେ ଭଲ ଅପଡେଟ୍ ପାଉଛନ୍ତି, ବଡ଼ ଅପଡେଟ୍ ବି ପାଇବେ। ତ ଚ୍ୟାନେଲକୁ ସେଥିପାଇଁ ସବୁବେଳେ ସବସ୍କ୍ରାଇବ୍ କରି ରଖନ୍ତୁ, ବେଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆମେ ଯେମିତି କହିଥିଲେ କି ହୋଲ୍ଡ କରିବା ନିହାତି ଆବଶ୍ୟକ, ହୋଲ୍ଡ କଲେ ଯାଇକି ଆଗକୁ ମୁଭିଟା ବଢିବ। ତ ମୁଁ କଣ କହିଥିଲି କି ଏଇ ଗୋଟେ ୱିକ୍ ବୋଧେ ଚାଲିବ, ଯଦି ହୋଲ୍ଡ ସେଭଳି ନ କଲା, ଆଇ ଥିଙ୍କ ଯେମିତି ତାଠୁ ଟିକେ କମ୍ କରିଦେଲା ତ ନିହାତି ଭାବରେ ଟିକେ ଡାଉନ୍ ହବ, କିନ୍ତୁ ସେ ହୋଲ୍ଡ କରି ଯାଇଛି। ତ ଏଇଟା ଅନୁଭବ ଫ୍ୟାନ୍ସ ଲାଗି ଅନୁଭବଙ୍କ ପାଇଁ ଖୁସିର ଖବର, କାହିଁକିନା ଏଇ ଯୋଉ ହୋଲ୍ଡଟା କରିବା ମାନେ ଫିଲ୍ମକୁ ବହୁତ ଆଗକୁ ନେବା ପାଇଁ ସହାୟତା କରିବ। ଯଦି ଫିଲ୍ମଟା ସେଉଠୁ ଡିପ୍ କରିଥାନ୍ତା, କାହିଁକିନା କାଲି ଯେତିକି କଲେକ୍ସନ ହେଇଥିଲା ସେଠୁ ଡିପ୍ କରିଥାନ୍ତା, ଆଉ ତାହେଲେ କଲେକ୍ସନ ପୁରା ବନ୍ଦ କଲା ଭଳି ତାଠୁ ଟିକେ ଭଲ କରିଛି କଲେକ୍ସନ, ଭଲ କଲେକ୍ସନ କରୁଛି, ଯୋଉଟା ସବୁଠୁ ବଡ଼ ଖୁସିର କଥା। କାହିଁକିନା ଏତେ ସବୁ ପରେ ବି ଯାହା ଫିଲ୍ମ ହୋଲ୍ଡ କରି ଚାଲିଛି, ଡେ 19 ଆସିକି ଥାର୍ଡ ୱିକ୍ ସରିଆ ହେଲାଣି, ତ ତାପରେ ବି ଏତେ ଭଲ ହୋଲ୍ଡ କରୁଛି, ତ ବହୁତ ଭଲ କଥା। କାହିଁକିନା ଦେଖନ୍ତୁ ଗୋଟେ ଜିନିଷ ଆମେ ସବୁବେଳେ କହି ଆସିଛୁ, ଫିଲ୍ମରେ ଯଦି କିଛି ଭଲ ଜିନିଷ ଥବ, ସେଇଟା ଫିଲ୍ମ କିଛି ବି ହେଇଯାଉ, ଯେତେ ବି କମ୍ ସ୍କ୍ରିନ୍ ମିଳୁ, ଯାହା ବି ହେଇଯାଉ, କିନ୍ତୁ ଫିଲ୍ମ ଆଗକୁ ଯିବ। କାହିଁକି ଫିଲ୍ମରେ ଦମ୍ ଥିବା ଦରକାର। ତ ସେଇଟା ସଫଳତାର ସହିତ ସେଇଟା କରିକି ଦେଖେଇଛି, କାହିଁକିନା ବାପା ମାଙ୍କ ଉପରେ ସମର୍ପିତ ଏଇ ଫିଲ୍ମଟା ମାନେ ଦର୍ଶକଙ୍କୁ ପସନ୍ଦ ଆସିଛି। ତ ଡେରି ନକରି ଆମେ ଫାଷ୍ଟ ସେକେଣ୍ଡ ୱିକ୍ର ଯୋଉଟା କଲେକ୍ସନ ସେଇଠୁ ଆମେ ପ୍ରତ୍ୟେକ ଦିନ କହୁଛୁ, ତ କିଏ ମିସ୍ କରିଦେଉଥିବେ, ତ ସେଥିପାଇଁ ଆମେ ରିପିଟେଡଲି ଆମେ କହୁଛୁ କଲେକ୍ସନ ଯୋଉଟା ଅଫିସିଆଲ ଆସିଥିଲା, ଆମେ ଅଫିସିଆଲରୁ ଆଗକୁ ଧରିକି କହୁଛୁ। ଗ୍ରସ୍ ସେଇଟା କହୁଛୁ, କାହିଁକିନା ନେଟ୍ ଅଲଗା ଗ୍ରସ୍ ଅଲଗା। ତ ମୁଁ ଗୋଟେ ଜିନିଷ ଏଇଠି କହିଦେଉଛି କି ବହୁତ ପିଲାଙ୍କର ଏମିତି କନଫ୍ୟୁଜନ ଅଛି କି ନେଟ୍ କ'ଣ ଗ୍ରସ୍ କ'ଣ, ତ ସେଇଟା ମୁଁ ଆପଣମାନଙ୍କୁ କହୁଛି। ଗୋଟେ ବହୁତ ପୁରୁଣା ଭିଡ଼ିଓରେ କହିଥିଲି କି ନେଟ୍ କଲେକ୍ସନ ହେଉଛି ଯୋଉଟା ଆମର ସବୁ ଟ୍ୟାକ୍ସ ଦେଇକି ଆଉ ସମସ୍ତଙ୍କ ଖର୍ଚ୍ଚ ଦେଇକି ତାପରେ ଯୋଉଟା ବଞ୍ଚେ ସେଇଟା ହେଉଛି ନେଟ୍, ସେଇଟା ପ୍ରଡ୍ୟୁସର ରହିଥାଏ। ଆଉ ଗ୍ରସ୍ ମାନେ ଟୋଟାଲ କଲେକ୍ସନ କରାଯାଇଥାଏ। ଯେମିତିକି ମୁଁ ଥରେ ବି ଏମିତି ଇଏ କରିଥିଲି, ମାନେ ବୁଝେଇଥିଲି, ଯେମିତି ମୁଁ ଗୋଟେ ଜିନିଷ ଆଣିଲି 10 ଟଙ୍କାରେ, ମୋ ଭାଇ ବିକିଥିଲି 20 ଟଙ୍କାରେ, ତ ଭାଇ ମୋତେ 20 ଟଙ୍କା ଦେଲା, ସେଇଟା 20 ଟଙ୍କାଟା ହେଉଛି ଗ୍ରସ୍, କିନ୍ତୁ ଆକ୍ଚୁଆଲି ମୋର ଲାଭ କେତେ ହେଲା 10 ଟଙ୍କା, ତ ସେଇ 10 ଟଙ୍କା ହେଉଛି ନେଟ୍। ତ ଏଇଟା ହେଉଛି ତାର ଆକ୍ଚୁଆଲି ମାନେ ହିସାବଟା କଲେକ୍ସନ ଉପରେ, ମାନେ ଏଇ ଯୋଉ ନେଟ୍ ଗ୍ରସ୍ ତାର ସବୁ ତାର ଗୋଟେ ଡିଟେଲ ଭିଡ଼ିଓ ଗୋଟେ ଆସିବ। ମତେ ଲାଗୁନି କି ଆଉ କିଛି ଭିଡ଼ିଓ କିଛି ନେଟ୍ ଗ୍ରସ୍ ର କିଛି ଏମିତି ଡିଟେଲ୍ସରେ କେହି କହୁଥିବେ, ତ ସେଇଟା ତାର ଗୋଟେ ସ୍ପେଶାଲ ଭିଡ଼ିଓ ଗୋଟେ ଆଣି ଯୋଉ ମାନେ ଭାଇମାନେ ଏଆରି ଉପରେ ସବୁ ଜାଣିପାରୁନାହାନ୍ତି, ତାର ଗୋଟେ ସ୍ପେଶାଲ ଭିଡ଼ିଓ ଆସିବ। ତ ଆଜି ଡେରି ନକରି ଆମେ କଥା ହେବା କି ଡେ 14 9.59 ଗ୍ରସ୍ କଲେକ୍ସନ ଆସିଥିଲା। ତ ଡେ 15 ଫ୍ରାଇଡେ ଅବଭିୟସଲି ୱାର୍କିଂ ଡେ, ତ କମ୍ ଥିଲା 0.14, ମାନେ 14 ଲକ୍ଷ ଗ୍ରସ୍ କଲେକ୍ସନ କରିକି ହେଇଥିଲା 9.73, 9.63 ଲକ୍ଷ ହେଇଥିଲା। ତ ଶନିବାର ଦିନ ଆମେ ଯେମିତି ସବୁବେଳେ କହି ଆସିଛୁ ଶନିବାର ରବିବାର ଦିନ ଜମ୍ପ କରିବ, ତ ଶନିବାର ଦିନ ଜମ୍ପ କରିଥିଲା 21 ଲକ୍ଷର କଲେକ୍ସନ ହେଇଥିଲା। ତ 21 ଲକ୍ଷ କଲେକ୍ସନ ପରେ 9.94 ବା 9.94 ଲକ୍ଷ ହେଇଥିଲା। ଆମେ କହିଥିଲୁ କି ପ୍ରଡ୍ୟୁସର ହିସାବରେ ସେଇଟା 10 କୋଟି କ୍ରସ୍ କରି ଯାଇଥିବ ଶନିବାର ସୁଦ୍ଧା, କିନ୍ତୁ ଆମ ରିପୋର୍ଟ ଅନୁସାରେ ଆମେ 9.94 କହିଥିଲୁ କି ଯେ ରବିବାର ଦିନ ଯାଇକି ଫୁଲ ହବ, ଆମ ହିସାବରେ ହେଇଯିବ, ଆଉ ପ୍ରଡ୍ୟୁସରଙ୍କ ଫିଗର ହିସାବରେ ବି 10 କୋଟି ହେଇଯିବ। ତ ସେଇଟା ସଣ୍ଡେ ଦିନ ହେଇକି ହେଇଥିଲା। ସଣ୍ଡେ ଦିନ ବହୁତ ଭଲ ଇନକମ୍ କରିକି ବହୁତ ବଢିକି ହେଇଥିଲା 29 ଲକ୍ଷ। ତ 29 ଲକ୍ଷ ଯେତେବେଳେ ହେଇଥିଲା ଟୋଟାଲ ହେଇଥିଲା 10.23, ତା ମାନେ ସଣ୍ଡେ ସୁଦ୍ଧା 10 କୋଟି ଛୁଇଁ ଯାଇଥିଲା ଚାରିଧାମ। ଆଉ ତାପରେ ଯେତେବେଳେ ମଣ୍ଡେ ଆଡକୁ ଆମେ ଆସିବା, ମଣ୍ଡେରେ ଅଟୋମେଟିକ ଡିପ୍ କରିଥିଲା, ଆମେ ଯେମିତି କହିଥିଲୁ ମଣ୍ଡେରେ ତାର ଅସଲ ପରୀକ୍ଷା ଆରମ୍ଭ ହଉଛି, ତ ସେଇଟା ହେଇଥିଲା। ତ ସେଇଟା 10 ଲକ୍ଷ ତଳକୁ କଲେକ୍ସନ କରିକି ହେଇଥିଲା ମାତ୍ର 9 ଲକ୍ଷ ଗ୍ରସ୍ ହେଇଥିଲା। ତ 9 ଲକ୍ଷ ଯେତେବେଳେ ଗ୍ରସ୍ ହେଇଥିଲା, ଆମେ କାଲି କହିଥିଲୁ କି ଇଏ ଯଦି ଏ ଢଙ୍ଗରେ ଯଦି ହୋଲ୍ଡ ନ କରିବ କିମ୍ବା ହୋଲ୍ଡ କରିବା ଆଉ ଆଗକୁ ବଢିବା, ସେଇଟା ହବା ଦରକାର। ହୋଲ୍ଡ ଯଦି କରିବ ତଳକୁ ନ ହବ, ତଳକୁ ଯଦି ହେଇଯିବ ତାହେଲେ ଫିଲ୍ମର କଲେକ୍ସନ ଟିକେ ଡିପ୍ କରିଯିବ। ତ କିନ୍ତୁ ଖୁସିର କଥା ଡେ 19 ଯୋଉ ଟ୍ୟୁଜଡେ ମଙ୍ଗଳବାର ଦିନ ତା କଲେକ୍ସନ ଜମ୍ପ କରିଛି, ଆଉ ସେଇଟା 3 ଲକ୍ଷ ବଢିକି ହେଇଛି 12 ଲକ୍ଷ ଗ୍ରସ୍ କଲେକ୍ସନ ହେଇଛି। ତ ସୋମବାର ଥିଲା 9 ଲକ୍ଷ, ମାନେ ମଙ୍ଗଳବାର ହେଲା 12 ଲକ୍ଷ। ତ ଆଜିର ରିପୋର୍ଟ ଆପଣମାନେ କାଲି ପାଇବେ, କାହିଁକିନା ପ୍ରତ୍ୟେକ ଦିନର ରିପୋର୍ଟ ଆସନ୍ତା କାଲି ପାଇବେ। ତ ଏଇଟା ହେଉଛି ଆଜି ମଙ୍ଗଳବାରର ରିପୋର୍ଟ। ତ 12 ଲକ୍ଷ ଗ୍ରସ୍ କଲେକ୍ସନ ହେଇକି ଟୋଟାଲ ହେଇଛି 10.44, ମାନେ 10 କୋଟି 44 ଲକ୍ଷ, ତା ମାନେ 10.5 କୋଟି ଏପର୍ଯ୍ୟନ୍ତ ହେଇଯିବ ଯଦି ପଡିଶା ଫିଗର ଦିଅନ୍ତି, କିମ୍ବା ଲାଗୁନି ପଡିଶା ଫିଗର ଏବେ ଦେବେ, ଡେ ମାନେ ଥାର୍ଡ ୱିକର କଲେକ୍ସନ ଏକାଥରେ ଦେବେ। ତ ଏପର୍ଯ୍ୟନ୍ତ ଆମ ହିସାବରେ ଆଉ ମାତ୍ର ମାନେ 5-6 ଲକ୍ଷ ରହିଲା କି ମାନେ 10.5 କୋଟି ଛୁଇଁବା ପାଇଁ। ତ ଲାଗୁଛି ପଡିଶାର ଫିଗର ହିସାବରେ ବୋଧେ 10.5 କୋଟି ଛୁଇଁ ଯାଇଥିବ। ସେ ଗୋଟେ ଭଲ ପୋଷ୍ଟର, ମାନେ ଏକାଥରେ ଗୋଟେ ବଡ କଲେକ୍ସନ ପୋଷ୍ଟର ଦେଇପାରନ୍ତି। ତ ଏଇଟା ମାନେ ବହୁତ ଖୁସିର କଥା, କାହିଁକିନା ଏଇ ଯୋଉ ହୋଲ୍ଡଟା କରିଛି ଏଇଟା ଫିଲ୍ମକୁ ବହୁତ ଆଗକୁ ବଢିବା ପାଇଁ ସାହାଯ୍ୟ କରିବ। ଆଉ ଯଦି ଶନିବାର ରବିବାର ପର୍ଯ୍ୟନ୍ତ ଚାଲିଲା, ନିହାତି ଚାଲିବ, ଟିକେ ହୋଲ୍ଡ କରିଛି, ତ ସେଠି ଇନକମ୍ କିଛି କରିପାରେ। ତ ଫ୍ୟାନ୍ସ ମାନେ ବି କହୁଥିଲେ କି 12 କୋଟି ଭିତରେ କଲେକ୍ସନ କରାଯିବ, କିନ୍ତୁ ଏଇ ଯୋଉ ଜିନିଷଟା ହେଲା ଏଇଟା 12 କୋଟିର ଆଗକୁ ବଢିବା ପାଇଁ ମଧ୍ୟ
ସେଇଟାରେ ଭରି ଦିଅନ୍ତୁ ଭାଇଜାନ ଅନୁଭବ ଚାରିଧାମ ଆଉ ତା ସହିତ ଭରନ୍ତୁ କି ମାନେ କେତେ କଲେକ୍ସନ କରିବ ଲାଇଫ ଟାଇମ ଯେତେବେଳେ ବକ୍ସ ଅଫିସ ମାନେ ଫିଲ୍ମଟା ଯେତେବେଳେ ଟୋଟାଲ ଉଠିବ ତ ଲାଇଫ ଟାଇମ କଲେକ୍ସନ କେତେ କରିଥିବ ଚାରିଧାମ ତ ସେଟା ବି କମେଣ୍ଟ କରି କୁହନ୍ତୁ। ଆଉ ଏଇ ଯୋଉ ହୋଲ୍ଡ କରିବାଟା ଏଟା ବୁଷ୍ଟ କରିବ କଣ ଆଉ 2 ୱିକ୍ ଚାଲିବା ପାଇଁ କିନ୍ତୁ ଏଉଠି ଯଦି ଡାଉନ ହବ ତ ଅବଭିୟସଲି ଗୋଟେ ନେଗେଟିଭ ଇଏ ପଡିବ କି ହଲ୍ ବାଲା ବି ମାନେ କଣ ସେ ବି ଚାହିଁବେନି କି ଆଉ ଚଲେଇବା ପାଇଁ କିନ୍ତୁ ଏଇଟା ଯେତେବେଳେ ମାନେ ଭଲ ଚାଲିଛି ତ ଇନକମ୍ ଆଗକୁ ବଢିଛି ତ ନିଶ୍ଚିତ ଭାବରେ ସେଟା ଆହୁରି ବୁଷ୍ଟ କରିବ ଫିଲ୍ମକୁ ଆଗକୁ ବଢିବା ପାଇଁ କି ଏଇଟା ମାନେ ଗୋଟେ ମାସ 50 ଦିନ ତାର ବି ଆଶାଟା ରହିବ କାହିଁକି ନା ଦେଖନ୍ତୁ ଫିଲ୍ମଟା ଯଦି ୱାର୍କିଂ ଡେରେ ମାନେ କାମ ଯୋଉଦିନ ହଉଛି ପ୍ରପର ମାନେ ଯୋଉଦିନ ମାନେ ଡ୍ୟୁଟି ଯାଆନ୍ତି ଲୋକ ସେଇଦିନ ଯଦି ଭଲ ହୋଲ୍ଡ କରିଯାଏ ସେଇଟା ଗୋଟେ ଫିଲ୍ମର ଗୋଟେ ପଜିଟିଭ ଯେତିକି ବି ଇନକମ୍ କରୁ ଏକରେ ତ ଦିନ ବେଳା ତ ବହୁତ କମ ଇନକମ୍ ହବ ଯାହା ଲୋକ ଡ୍ୟୁଟି ଆସିକି ରାତିରେ ଯିବେ ଦେଖିବାକୁ ତାପରେ ଡ୍ୟୁଟି ଟାଇମ୍ ତାପରେ ରାତିରେ ବି ଦେଖିବା କଣ ରାତି ତାପରେ ତ ଡ୍ୟୁଟି ଯିବେ ସେଇଥିପାଇଁ କମ ଇନକମ୍ ତ ସେ ଏଇଟା ଯଦି ପୁରା ଏଇଟା ଲାଗିକି ରହିଲା ତ ଏତିକି ମାନେ ଯେତିକି ହୋଲ୍ଡ କରିଥାଏ ସେତିକି ହୋଲ୍ଡ କରୁ କି କିମ୍ବା ଅଧିକ କଲେ ତ ଆହୁରି ଭଲ ଏତିକି ଲାଗି ରହିଲା ତ 12 କୋଟି ବି ହେଇପାରେ କିଛି ଅସମ୍ଭବ ନୁହେଁ ନା 12 କୋଟି ତ ହେଇଯିବ ଲାଗୁଛି କାହିଁକି ନା ଭଲ ଚାଲିଛି ଖାସ କରି କଥା ହଉଛି କି ମାନେ ହଲରେ କେତେ ଦିନ ଚାଲିକି ରହୁଛି କାହିଁକି ନା ହଲରେ ଚାଲିବା ନିହାତି ଯାହା ଖୁସିର କଥା ଏପର୍ଯ୍ୟନ୍ତ ମଧ୍ୟ ବାଙ୍ଗାଲୋରରେ ଚାଲିଛି ବହୁତ ଏତେ ଆଶା ନଥିଲା କାହିଁକି ନା ମାନେ 2ଟା ଶୋ କମି ଯାଇଥିଲା କାନ୍ତାରା ପରେ ଟୋଟାଲ ଶୋ କମି ଯାଇଥିଲା ଗୋଟେ କିମ୍ବା 2ଟା ଶୋ ଥିଲା କିନ୍ତୁ ଗୋଟେ ଶୋ ଏବେ ବି ଚାଲିଛି ହାଇଦ୍ରାବାଦ ହଉ ଆଉ ଅଲଗା ଜାଗା ସବୁ ଚାଲିଛି ତ ଭଲ କଥା ତ ଆସନ୍ତା କାଲି କଣ ହଉଛି ସେଠୁ ଜଣା ପଡିବ କାହିଁକି ନା ସେଠୁ ଡିପ୍ କରିବ ପୁଣି ସେଠୁ ଆଗକୁ ଆପଣ ମାନେ ମଙ୍ଗଳବାର ରିପୋର୍ଟ ପାଉଛନ୍ତି ଆଉ ବୁଧବାର ରିପୋର୍ଟ ଆସନ୍ତା କାଲି ଆପଣମାନେ ପାଇବେ ତ ଭଲ ହୋଲ୍ଡ କରିଛି ଭଲ କଥା ଫିଲ୍ମଟା କେତେ ଆଗକୁ ଯାଉଛି ଆଉ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ ତ ଏଇଟା ଥିଲା ଆଜିର ରିପୋର୍ଟ ଆଉ ସବୁବେଳେ ଚ୍ୟାନେଲକୁ ସବସ୍କ୍ରାଇବ କରି ରଖନ୍ତୁ ଆମେ ପୂର୍ବରୁ କହିଥିଲୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ କାହିଁକି ଆପଣମାନଙ୍କର ଗୋଟେ ସବସ୍କ୍ରାଇବ ଆମ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଆଉ ଆପଣମାନେ ବି ଜାଣିପାରିବେ କି କୋଉଟା ରିଏଲ କୋଉଟା ଫେକ୍ କିନ୍ତୁ ଦେଖନ୍ତୁ ଫେକ୍ କଲେକ୍ସନ ଦେଇକି ଆପଣଙ୍କ ଠାରୁ ସବୁବେଳେ କହି ଆସୁଛୁ ଆପଣଙ୍କ ଠାରୁ କୌଣସି ଅଧିକା ମାନେ ଭିଉ ପାଇକି କିଛି ପାଇବେନି ଠିକ ଅପଡେଟ ଦେଲେ ଆପଣମାନେ ଆମେ ବି ସବୁ ଭିଡିଓରେ କହୁଛୁ କି ଆମେ ଯେତିକି କମ ତାଠୁ ବକ୍ସ ଅଫିସ ଟିକେ ଅଧିକ ଆସିବ ଆମେ ସେଟା ବି କହୁଛୁ ଆମର ପାଖାପାଖି ବି ଆସୁଛି ଆପଣମାନେ ଯଦି କମ୍ପେୟାର କରିନେବେ ପାଖାପାଖି ବି ଆସୁଛି ଦେଖନ୍ତୁ ମାନେ ଠିକ ରିପୋର୍ଟ ଦେଲେ ଫ୍ୟାନ୍ସ ମାନେ ଅଟୋମେଟିକ ଖୁସି ହେବେ ମାନେ ଠିକ ରିପୋର୍ଟ ଜାଣିଲେ ଖୁସି ହେବେ କାରଣ ବହୁତ ମେହନତ ଲାଗୁଛି ତାପରେ ଯଦି ଆମେ ଅଧିକା ମାନେ ଇଏ କରିଦବୁ ଆଗକୁ ମାନେ 15 କୋଟି 16 କୋଟି କହିଦେବୁ କିନ୍ତୁ ଯଦି 12 କୋଟି ଆସିବ ଫ୍ୟାନ୍ସ ମାନେ ମନ ଦୁଃଖ କରିବେ ସେମାନେ ଆମକୁ ବି ବାଡ କମେଣ୍ଟ ଦେବେ ତ ସେଟା ଆମେ ଚାହୁଁନା ଯେତିକି ଆସୁଛି ସେତିକି କହିଲେ ସେମାନେ ଠିକ ଅପଡେଟ ପାଇବେ ଯାହା ଡିପ୍ ହଉଛି ଆମେ କାଲି ଗତ ଭିଡିଓରେ କହିଥିଲୁ ଡିପ୍ ହଉଛି ତ ଆଜି ଭଲ କରିଛି ଆଜି କହିଲୁ ଭଲ କରିଛି ତ ଠିକ ରିପୋର୍ଟ ଦେଲେ ସମସ୍ତେ ଭଲ ପାଇବା ଦେବେ ତ ଭିଡିଓଟି ଆସିବ ଏତିକି ମୁଁ ବିଜୟ ବିଦାୟ ଦିଅନ୍ତୁ ନମସ୍କାର।